ଉଚ୍ଚ ଶିକ୍ଷିତଙ୍କୁ ଚାକିରି ମନା। ସୁପ୍ରିମକୋର୍ଟ କ'ଣ କହିଲେ ଆସନ୍ତୁ ଆଲୋଚନା କରିବା। ନମସ୍କାର ବନ୍ଧୁଗଣ, ଆପଣମାନେ ଦେଖୁଛନ୍ତି ଷ୍ଟଡି ୱିଥ୍ ସୌମିତ ୟୁଟ୍ୟୁବ ଚ୍ୟାନେଲ। ଆଜି ଆମେ ଏକ ଏଭଳି ବିଷୟ ଉପରେ ଆଲୋଚନା କରିବାକୁ ଯାଉଛୁ ଯାହା ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କ ଚିନ୍ତାରେ ପକାଇଛି। ଉଚ୍ଚ ଶିକ୍ଷିତଙ୍କୁ ଚାକିରି ମନା। ଜଣେ ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ କିମ୍ବା PhD ଧାରୀ ବ୍ୟକ୍ତି କି ଏକ ନିମ୍ନ ଯୋଗ୍ୟତା ଥିବା ଚାକିରି ପାଇଁ ଅଯୋଗ୍ୟ ହୋଇପାରିବେ? ସମ୍ପ୍ରତି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। ଚାଲନ୍ତୁ ଆଲୋଚନା କରିବା। ଧରନ୍ତୁ ଗୋଟିଏ ଚାକିରି ପାଇଁ ଯୋଗ୍ୟତା 10ମ ପାସ୍ ରଖାଯାଇଛି, କିନ୍ତୁ ସେହି ଚାକିରି ପାଇଁ ଜଣେ ଗ୍ରାଜୁଏଟ କିମ୍ବା ପୋଷ୍ଟ ଗ୍ରାଜୁଏଟ ଆବେଦନ କରିଛନ୍ତି। ତେବେ କ'ଣ ହେବ? ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାରୀ କିମ୍ବା ନିଯୁକ୍ତିକାରୀ ସଂସ୍ଥା ଯଦି କୌଣସି ପଦ ପାଇଁ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରେ, ତେବେ ଅଧିକ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ବାଦ୍ ଦେବା ଆଇନ ସମ୍ମତ ହୋଇପାରେ। କୋର୍ଟଙ୍କ ମତରେ ଏହାର ଉଦ୍ଦେଶ୍ୟ ହେଉଛି ସେହି ଲୋକମାନଙ୍କୁ ଚାକିରି ସୁଯୋଗ ଦେବା ଯେଉଁମାନେ ଆର୍ଥିକ କିମ୍ବା ସାମାଜିକ କାରଣରୁ ଉଚ୍ଚ ଶିକ୍ଷା ହାସଲ କରିପାରି ନଥିଲେ। କିନ୍ତୁ ଏଠାରେ ଗୋଟିଏ ରୋଚକ କଥା ଅଛି। ଅନ୍ୟ କେତେକ ମାମଲାରେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ କେବଳ ଉଚ୍ଚ ଶିକ୍ଷା ଥିବା କାରଣରୁ ଜଣେ ପ୍ରାର୍ଥୀଙ୍କୁ ଯୋଗ୍ୟତା ଘୋଷଣା କରାଯାଇ ପାରିବ ନାହିଁ ଯଦି ନିଯୁକ୍ତି ନିୟମରେ ଏପରି କୌଣସି ନିଷେଧ ନଥାଏ। ଅର୍ଥାତ୍ ସମସ୍ତ କ୍ଷେତ୍ରରେ ଏକ ନିୟମ ଲାଗୁ ହୁଏ ନାହିଁ। ଏବେ ପ୍ରଶ୍ନ ହେଉଛି, ଏହା ଠିକ୍ କି? ଗୋଟିଏ ପକ୍ଷରୁ ଦେଖିଲେ ଆଜି ଦେଶର ବେକାରୀ ସମସ୍ୟା ବହୁତ ବଢ଼ୁଛି। ଇଞ୍ଜିନିୟର, MBA, BA, MA, MSc ଏବଂ PhD ଧାରୀ ଯୁବକମାନେ ମଧ୍ୟ ଛୋଟ ଚାକିରି ପାଇଁ ଆବେଦନ କରୁଛନ୍ତି। ଅନ୍ୟ ପକ୍ଷରୁ ଯଦି ସମସ୍ତ ଉଚ୍ଚ ଶିକ୍ଷିତ ଲୋକ ଛୋଟ ପଦବୀରେ ଆବେଦନ କରିବେ, ତେବେ କମ୍ ଶିକ୍ଷିତ ଲୋକଙ୍କ ପାଇଁ ସୁଯୋଗ କମିଯିବ। ଏହି କାରଣରୁ କୋର୍ଟ କହିଛନ୍ତି ଯେ ଚାକିରିର ନିୟମ ଓ ବିଜ୍ଞପ୍ତିକୁ ସମ୍ମାନ ଦେବା ଆବଶ୍ୟକ। ବନ୍ଧୁଗଣ, ଆପଣମାନଙ୍କ ମତରେ କ'ଣ ଠିକ୍? ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ଯେକୌଣସି ଚାକିରି ପାଇଁ ସୁଯୋଗ ମିଳିବା ଉଚିତ, ନା କମ୍ ଶିକ୍ଷିତ ଲୋକଙ୍କ ପାଇଁ କିଛି ପଦ ସଂରକ୍ଷଣ ରହିବା ଉଚିତ? କମେଣ୍ଟରେ ନିଜ ମତ ନିହାତି ଭାବରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ମୁଁ ସୌମିତ ପରିଡ଼ା, ଆପଣମାନେ ଦେଖୁଥିଲେ ଷ୍ଟଡି ୱିଥ୍ ସୌମିତ ୟୁଟ୍ୟୁବ ଚ୍ୟାନେଲ। ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ।